ଖାଏ ହେଲା। ପାଖରେ ସେଠି ଜଙ୍ଗଲ ଗୋଟେ ଥିଲା, ସେ ଜଙ୍ଗଲ ପାଖରେ ନଈ କୂଳରେ ଗୋଟେ ଜାମୁକୋଳି ଗଛରେ ମାଙ୍କଡ଼ଟିଏ ରହୁଥିଲା। ମାଙ୍କଡ଼ଟି ପ୍ରତ୍ୟେକ ଦିନ ଜାମୁକୋଳି ତୋଳିକି ଖାଏ। ଦିନେ କ'ଣ ହେଲା ନା କୁମ୍ଭୀର ସେ ନଈ ଦେଇକି ସେ ଯୋଉ ଜାମୁକୋଳି ଗଛ ଦେଇକି କୁମ୍ଭୀରଟି ଆସିଲା। ଯେତେବେଳେ କୁମ୍ଭୀରଟି ଆସିଲା ସେ ମାଙ୍କଡ଼କୁ କହିଲା, ମୈତ୍ରେୟ ମୋତେ ଦିଟା ଜାମୁକୋଳି ଦବ। ସେଇଠୁ ମାଙ୍କଡ଼ଟି ପକେଇ ସାଙ୍ଗ ନଥିଲେ। ମାଙ୍କଡ଼ଟି କ'ଣ କଲା ନା ଗୋଟେ ପେନ୍ଥା ଯୋଉ ଜାମୁକୋଳି କ'ଣ କଲା କୁମ୍ଭୀର ପାଖକୁ ପକେଇଲା ହେଲା। କୁମ୍ଭୀର ଯେତେବେଳେ ଖାଇଲା, କୁମ୍ଭୀର ଯେତେବେଳେ ଖାଇଲା ତାକୁ ଭାରି ମିଠା ଲାଗିଲା। ସିଏ ନିଜେ ଖାଇଲା ଏବଂ ମାଙ୍କଡ଼ଟିକୁ କହିଲା, ମୈତ୍ରେୟ ତମେ ତ ସବୁଦିନ ଏଠୁ କୋଳି ଖାଉଛ, ମୋତେ ଆଉ ଦିଟା କୋଳି ଦିଅ, ମୁଁ ମୋର ମୈତ୍ରାଣୀ ପାଇଁ ନେଇକି ଯିବି। ମୈତ୍ରାଣୀ କିଏ? କୁମ୍ଭୀରର ସ୍ତ୍ରୀ। କିଏ? କୁମ୍ଭୀରର ସ୍ତ୍ରୀ। ସେଇଠୁ ତାପରେ ମାଙ୍କଡ଼ କ'ଣ କଲା ନା ଗୋଟେ ପେନ୍ଥା ପୁଣି କ'ଣ କଲା ଜାମୁକୋଳି ପକେଇଲା ହେଲା। ଜାମୁକୋଳି ପକେଇଲା, ସେ ତାର ମୈତ୍ରାଣୀ ପାଇଁ ନେଇକି ଗଲା। ଯେତେବେଳେ ନେଇକି ଗଲା ତାର ମୈତ୍ରାଣୀ ଖାଇଲା। ଖାଇଲା ପରେ ତାକୁ ବି ଭଲ ଲାଗିଲା, ବହୁତ ମିଠା ଲାଗିଲା। ସେ କହିଲା, ତମେ ଏ କୋଳି କୋଉଠୁ ଆଣିଲ? ସେ କହିଲା କି ସେ ନଦୀ କୂଳରେ ଗୋଟେ ଜାମୁକୋଳି ଗଛ ଅଛି, ସେଇଠି ଗୋଟେ ମାଙ୍କଡ଼ଟିଏ ରହୁଛି, ସେ ମୋତେ ଏଇ ଜାମୁକୋଳି ଦେଇଛି। କହିଲା ପ୍ରତ୍ୟେକ ଦିନ ସେ ସେଠି ଜାମୁକୋଳି ସେ ମାଙ୍କଡ଼ ଖାଏ। ସେଠୁ ତା ସ୍ତ୍ରୀ କହିଲା, ସେ ମୈତ୍ରାଣୀ କୁମ୍ଭୀରର ସ୍ତ୍ରୀ କହିଲା, ସିଏ ଯଦି ସବୁଦିନ ଜାମୁକୋଳି ଖାଉଛି ଏତେ ମିଠା, ତାହେଲେ ତାର କଲିଜାଟା କେତେ ମିଠା ହେଇଥିବ ହେଲା। ତାକୁ କହିଲା କ'ଣ କହିଲା ନା ତମେ ତାଙ୍କୁ ଆମ ଘରକୁ ନେଇକି ଆସିବ ହେଲା। ତାହେଲେ ତାପର ଦିନ ସେ କୁମ୍ଭୀର ସେ ନଈକୂଳ ଯୋଉ ଗଛ ମୂଳକୁ ଯିବ, ଜାମୁକୋଳି ଗଛ ମୂଳକୁ ଯାଇକି କ'ଣ କହିବ, ମୈତ୍ରେୟ ମୋ ମୈତ୍ରାଣୀ ତମକୁ ନିମନ୍ତ୍ରଣ କରିଛନ୍ତି ଆମ ଘରକୁ ନେଇକି ଯିବା ପାଇଁ। ତାପରେ ମାଙ୍କଡ଼ଟି ତାଙ୍କ କଥା ଶୁଣି ତାଙ୍କ ସହିତ ଯିବା ପାଇଁ ତାହେଲେ କ'ଣ କରିବ